ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ ନମସ୍କାର। ତ ସମସ୍ତେ ଭଲରେ ଅଛନ୍ତି ବୋଲି ମୁଁ ଆଶା କରୁଛି ଆଉ ମୁଁ ମଧ୍ୟ ପ୍ରଭୁଙ୍କ ଦୟାରେ ଭଲରେ ଅଛି। ତ ପ୍ରିୟର ପ୍ରଭୁଙ୍କ ଲୋକମାନେ, ଆଜିର ଭିଡିଓରେ ଆମେ ଆଲୋଚନା କରିବା କି ମନୁଷ୍ୟ କେମିତି ସୃଷ୍ଟି ହେଲା। ଆଉ ଯେତେବେଳେ ଆମେ ପାଠ ପଢୁଥିଲେ ସେହି ସମୟରେ ଆଉ ସମସ୍ତେ କୁହନ୍ତି କି ମାଙ୍କଡ ଠାରୁ ମନୁଷ୍ୟ ଆଉ ସୃଷ୍ଟି ହେଇଛି ବୋଲି। କଣ ସତରେ ମାଙ୍କଡ ଠାରୁ ମନୁଷ୍ୟ କଣ ସୃଷ୍ଟି ହେଇଛି କି? ତ ଆଜିର এই ଭିଡିଓରେ ଅନଲାଇନ ଭିଡିଓ ମାଧ୍ୟମରେ ଆମେ ବାଇବେଲରୁ ଆମେ ଆଉ କଣ କରିବା ଆଉ ଆଲୋଚନା କରିବା, ବାଇବେଲରୁ ଜାଣିବା କି ବାଇବେଲରେ କଣ ଲେଖା ହେଇଛି। ଯଦି ମନୁଷ୍ୟ ମାଙ୍କଡ ଠାରୁ ଯଦି ସୃଷ୍ଟି ହେଇଥାନ୍ତା ତାହେଲେ ଆଜି ଯାଏଁ ଗୋଟିଏ ବି ମାଙ୍କଡ ଠାରୁ କାହିଁକି ମନୁଷ୍ୟ ସୃଷ୍ଟି ହେଇନାହିଁ? ପ୍ରଥମେ କାହିଁକି ହେଲା, ଏବେ କାହିଁକି ହଉନାହିଁ? ତ ଚାଲନ୍ତୁ ତାର ସଠିକ ପ୍ରମାଣ, ତାର ସଠିକ ଉତ୍ତର କଣ ଆଜିର ଆଉ এই ଆଲୋଚନାରେ ଆମେ ପବିତ୍ର ଧର୍ମଶାସ୍ତ୍ର ବାକ୍ୟରୁ ଆମେ କଣ କରିବା ଆଉ ଆଲୋଚନା କରିବା। ତ ଦେଖନ୍ତୁ ପ୍ରିୟର ପ୍ରଭୁଙ୍କ ଲୋକମାନେ, ଯୋଉ ବାଇବେଲରୁ ଆମେ କାଢିବା କି ଆଉ ବାଇବେଲରେ କଣ ଲେଖା ହେଇଛି। ଅନ୍ୟମାନେ ତ ଅନେକ କଥା କହନ୍ତି, କିନ୍ତୁ ବାଇବେଲ କଣ କହୁଛି ତାହା ଆମେ ଆଲୋଚନା କରିବା। ତ ଦେଖନ୍ତୁ ଏଠି ଗୋଟେ ବିଷୟ ଲେଖା ହେଇଛି କି ମନୁଷ୍ୟକୁ ସଦାପ୍ରଭୁ ଆଉ ପରମେଶ୍ୱର ସୃଷ୍ଟି କଲେ। ପିତା, ପୁତ୍ର, ପବିତ୍ର ଆତ୍ମା ପରମେଶ୍ୱର କଣ କଲେ ଆଉ ମନୁଷ୍ୟକୁ ସୃଷ୍ଟି କଲେ। କେମିତି ସୃଷ୍ଟି କଲେ ସେଇଟା ଯଦି ଆମେ ଏକ ପର୍ବ, ଆଦି ପୁସ୍ତକ ତାର ଏକ ପର୍ବ ତାର 26-27 ଯଦି ଆମେ ପଢିବା ତାହେଲେ ଏଇଠି ଏ ପ୍ରକାର ଲେଖାଯାଏ। ତ ଆପଣ ମାନଙ୍କ ପାଇଁ ମୁଁ ପଢିବା ପାଇଁ ଚାହେଁ। ଆଉ ଯେଉଁମାନଙ୍କ ପାଖରେ ବାଇବେଲ ଅଛି ଆଉ ବାଇବେଲ ଆପଣ ମାନଙ୍କ ପାଖରେ ରଖନ୍ତୁ। ଯେଉଁ ପଦ ମୁଁ ଆପଣ ମାନଙ୍କୁ କହୁଛି ସେଇ ପଦ ଆପଣ ମାନେ କାଢିକି ରଖନ୍ତୁ। ଆଉ ମୁଁ ପଢିଲା ବେଳେ ଆପଣ ମାନେ ବି ଦେଖନ୍ତୁ କି ଠିକ ରେ ସେଇଠି ଲେଖା ହେଇଛି ନା ନାଇଁ। ତ ଚାଲନ୍ତୁ ଆମେ ସେଇ ପଦକୁ ଆମେ ପଢିବା। ଆଦି ପୁସ୍ତକ ଏକ ପର୍ବ ତାର 26 ପଦ ଆଉ 27 ପଦ ପଢିବା କଣ ଲେଖା ହେଇଛି। ତ ଦେଖନ୍ତୁ ଏଠି ଏ ପ୍ରକାର ଲେଖାଯାଏ, ଏଥିଉତାରୁ ପରମେଶ୍ୱର କହିଲେ, ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ ଓ ଆପଣା ସାଦୃଶ୍ୟରେ ମନୁଷ୍ୟର ନିର୍ମାଣ କରୁ। ଦେଖନ୍ତୁ ସଦାପ୍ରଭୁ ପରମେଶ୍ୱର କଣ କଲେ, ଆପଣା ପ୍ରତିମୂର୍ତ୍ତିରେ ଆଉ ଆପଣା ସାଦୃଶ୍ୟରେ। ପ୍ରତିମୂର୍ତ୍ତି ଆଉ ସାଦୃଶ୍ୟ ଦିଟା ଗୋଟିଏ ଶବ୍ଦ ନୁହେଁ, ଦିଟା ଅଲଗା ଶବ୍ଦ। ପ୍ରତିମୂର୍ତ୍ତି କହିଲେ ପରମେଶ୍ୱର ଯେମିତି ଦେଖିବାକୁ ଠିକ ସେମିତି ମନୁଷ୍ୟକୁ କଣ କଲେ, ସେ ନିର୍ମାଣ କଲେ। ସାଦୃଶ୍ୟ କହିଲେ ତାଙ୍କର ସ୍ୱଭାବ, ତାଙ୍କର ଗୁଣ, ତାଙ୍କର ଚରିତ୍ର ଏସବୁକୁ ବୁଝାଏ। କିନ୍ତୁ ପରବର୍ତ୍ତୀ ଆଉ ଭିଡିଓରେ ମୁଁ ଆପଣ ମାନଙ୍କୁ କହିବି କି ତାଙ୍କର ସ୍ୱଭାବ ଗୁଣ ବିଷୟରେ ମୁଁ ଅଲଗା ଭିଡିଓରେ କହିବି। କିନ୍ତୁ ଆଜି ଆମେ ଆଜିର এই ଭିଡିଓରେ ଆମେ ଆଲୋଚନା କରୁଛେ କି ମନୁଷ୍ୟ କେମିତି ସୃଷ୍ଟି ହେଲା, ନା ମାଙ୍କଡରୁ ନା ମନୁଷ୍ୟ କେମିତି ସୃଷ୍ଟି ହେଲା। ସେଇଟା ଆଜିର এই ଭିଡିଓ ଦେଖିଲା ପରେ ଆପଣ ମାନେ କନଫର୍ମ ହେଇଯିବେ, ଜାଣିଯିବେ କି ବାଇବେଲରେ କଣ ଲେଖା ହେଇଛି, ବାଇବେଲ କଣ ପ୍ରମାଣ ଦଉଛି। ତ ଦେଖନ୍ତୁ ଏଠି ଲେଖା ହେଇଛି, ଏଥିଉତାରୁ ପରମେଶ୍ୱର କହିଲେ, ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ। ଆମ୍ଭେମାନେ ବୋଲି କାହିଁକି ଲେଖା ହେଲା, ମାନେ ପିତା, ପୁତ୍ର, ପବିତ୍ର ଆତ୍ମା ପରମେଶ୍ୱର ତ୍ରିଏକ ପରମେଶ୍ୱରଙ୍କୁ ଆମେ ବିଶ୍ୱାସ କରୁ। ତ ସେଥିପାଇଁ ଏଠି ଆମ୍ଭେମାନେ ଲେଖା ହେଲା। ଆଉ ସେମାନେ ପରସ୍ପର ମଧ୍ୟରେ ସେମାନେ କଣ କରୁଛନ୍ତି, ଆଉ ମନୁଷ୍ୟକୁ ନିର୍ମାଣ କରୁଛନ୍ତି ସେମାନେ ଆଉ ମିଶିକି। ତ ଏଠି ତାପରେ ଆମେ 27 ପଦରେ ଆମେ ଦେଖିବା, ଏଠି କଣ ଲେଖା ହେଇଛି, ଅନନ୍ତର ପରମେଶ୍ୱର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ। ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସେ ତାହାକୁ ସୃଷ୍ଟି କଲେ, ପୁରୁଷ ଓ ସ୍ତ୍ରୀ କରି ସେ ସେମାନଙ୍କୁ ସୃଷ୍ଟି କଲେ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ତ ଦେଖନ୍ତୁ ପୁରୁଷ ଓ ସ୍ତ୍ରୀ କରି ସେ କଣ କଲେ ଆଉ ନିର୍ମାଣ କଲେ। କିନ୍ତୁ ଏବେ ବାଇବେଲ ଆମକୁ କଣ ପ୍ରମାଣ ଦଉଛି, ନା ପରମେଶ୍ୱର ସୃଷ୍ଟି କରିଅଛନ୍ତି ମନୁଷ୍ୟକୁ। ଯଦି ଆପଣ ମାନେ ଏବେ ପର୍ଯ୍ୟନ୍ତ ଏ ପର୍ଯ୍ୟନ୍ତ ଯଦି ସେ ମାଙ୍କଡ ଠାରୁ ମନୁଷ୍ୟ ସୃଷ୍ଟି ହେଇଛି ବୋଲି ଯଦି ଭାବୁଛନ୍ତି, ତାହେଲେ ଆପଣ ମାନେ ଆଉ ଭ୍ରମରେ ଅଛନ୍ତି। ତ ସେଥିପାଇଁ ଏଠି ଦେଖନ୍ତୁ ଆଉ ଗୋଟେ ବିଷୟ ଲେଖା ହେଲା କି ମନୁଷ୍ୟ କେମିତି ସୃଷ୍ଟି ହେଲା, ସେଇଟା ମଧ୍ୟ ମୁଁ ଆପଣ ମାନଙ୍କୁ କହିବି। ତ ମନୁଷ୍ୟ କେମିତି ସୃଷ୍ଟି ହେଲା, ତ ଆପଣ ମାନେ ମୋ ସହିତ ଆପଣ ମାନେ ଖୋଲିବେ ଆଦି ପୁସ୍ତକ ତାର 2 ପର୍ବର 7 ପଦରେ ଗୋଟେ ବିଷୟ ଲେଖା ହେଇଛି। କଣ ଲେଖନ୍ତୁ ଏଠି, ମୁଁ ଆପଣ ମାନଙ୍କ ପାଇଁ ପଢିବା ପାଇଁ ଚାହେଁ। ଦେଖନ୍ତୁ ଏଠି ସମସ୍ତେ ଧ୍ୟାନର ସହିତ, ଅନନ୍ତର ସଦାପ୍ରଭୁ ପରମେଶ୍ୱର
ଭୂମିର ଧୂଳି ଦ୍ୱାରା ମନୁଷ୍ୟକୁ ନିର୍ମାଣ କରି ତାହାର ନାସିକା ରନ୍ଧ୍ରରେ ଫୁଙ୍କ ଦେଇ ପ୍ରାଣବାୟୁ ପ୍ରବେଶ କରାଇଲେ, ତହିଁରେ ମନୁଷ୍ୟ ଜୀବିତ ପ୍ରାଣୀ ହେଲା। ଆଉ ପରମେଶ୍ୱର କଣ କଲେ? ଆଉ ଧୂଳିରେ ଗୋଟିଏ ମୂର୍ତ୍ତି ନିର୍ମାଣ କଲେ, ଗୋଟିଏ ପୁତୁଳା କଲେ। ତାପରେ କଣ କରିଛନ୍ତି ନା ତାଙ୍କର ଜୀବନ ଆଉ କଣ କଲେ, ତାଙ୍କର ଶ୍ୱାସ ବାୟୁଟା କଣ କଲେ, ମନୁଷ୍ୟ ଭିତରେ ସେ ପ୍ରବେଶ କରାଇଲେ। ଜୀବନ ମନୁଷ୍ୟ ଭିତରେ ପ୍ରବେଶ କରାଇଲେ, ତାପରେ ଯାଇକି ମନୁଷ୍ୟ କଣ ହେଲା, ଆଉ ଜୀବିତ ପ୍ରାଣୀ ହେଲା। ମାନେ ଆପଣ ମାନେ ଆଜି ଯାଏ ଦେଖନ୍ତୁ କି ଗୋଟିଏ ମୂର୍ତ୍ତି କଣ ହଲଚଲ ହେଇପାରିବ, କଥା ହେଇପାରିବ କି? କିନ୍ତୁ ସେ ଆଶ୍ଚର୍ଯ୍ୟମୟ ସର୍ବଶକ୍ତିମାନ ପରମେଶ୍ୱର ଗୋଟିଏ ମୂର୍ତ୍ତି କଲେ, ସେ ମୂର୍ତ୍ତି ଭିତରେ ଜୀବନ ଦେଲେ। ଆଉ ଆମେ ମାନେ ଆଉ ପ୍ରମାଣିତ ଅଟୁ। ତ ଆପଣ ଆଉ ମୁଁ ଯେମିତି ସୃଷ୍ଟି ହେଇଛୁ, ତ ଠିକ ସେମିତି ଆମେ କଣ ଥିଲୁ ନା ଗୋଟିଏ ଆଉ ଧୂଳି ସଦୃଶ୍ୟ ଥିଲୁ। କିନ୍ତୁ ଯେ ପର୍ଯ୍ୟନ୍ତ ଆପଣ ମାନଙ୍କର ଆଉ ମୋର ଭିତରେ ଜୀବନ ପ୍ରବେଶ କରିନାହିଁ, ସେ ପର୍ଯ୍ୟନ୍ତ ଆମେ ଆଉ ହଲଚଲ ହେଇପାରିବା ନାହିଁ। କାହିଁକି ଆଜି ଦେଖନ୍ତୁ ଲୋକମାନେ ମରିଗଲା ପରେ ତାକୁ ପୋଡ଼ି ଦଉଛନ୍ତି, ନହେଲେ ପୋତି ଦଉଛନ୍ତି, କିନ୍ତୁ ସେ ଆହା ମାନେ କାଟୁଛି ଏମିତି ସବୁ କହୁଛି, କିଛି କହୁନାହିଁ। କାହିଁକି? ସେ ଧୂଳି ମାତ୍ର, ଆଉ ସେ ମାଟିରେ ନିର୍ମାଣ ହେଇଛି, ମାନେ ସେ ମାଟିରେ ପୁଣି ଥରେ ମିଶିଯିବ। ତ ତାର ଆଉ କିଛି ମୂଲ୍ୟ ନାହିଁ। ତ ତେଣୁକରି ଯୋଉ ଜୀବନଟା କଣ ହେଲା, ସଦାପ୍ରଭୁ ପରମେଶ୍ୱର କଣ କଲେ, ଆଉ ସେ ମନୁଷ୍ୟର ନାସିକା ରନ୍ଧ୍ରରେ ଫୁଙ୍କ ଦେଲେ। ଫୁଙ୍କ ଦେଇକରି ଆଉ ଜୀବନ ଆଉ କଣ କଲେ, ପ୍ରବେଶ କରାଇଲେ। ଏଠି ଆମେ ଦେଖୁଛୁ ଆଦି ପୁସ୍ତକ 2 ପର୍ବର 7 ପଦରେ ଲେଖା ହେଇଛି ଏମିତି, ଅନନ୍ତର ସଦାପ୍ରଭୁ ପରମେଶ୍ୱର ଭୂମିର ଧୂଳି ଦ୍ୱାରା ମନୁଷ୍ୟକୁ ନିର୍ମାଣ କରି ତାହାର ନାସିକା ରନ୍ଧ୍ରରେ ଫୁଙ୍କ ଦେଇ ପ୍ରାଣବାୟୁ ପ୍ରବେଶ କରାଇଲେ, ତହିଁରେ ଜୀବିତ ପ୍ରାଣୀ, ତହିଁରେ ମନୁଷ୍ୟ କଣ ହେଲା, ଜୀବିତ ପ୍ରାଣୀ ହେଇ ଆଉ ସେ ଜୀବିତ ପ୍ରାଣୀ ହେଲା। ତାପରେ ତାର ହାତ ଗୋଡ ଚାଲିଲା, ତାର ପାଟି କଥା ହେବାର ଲାଗିଲା, ଆଖି ଦେଖିବାରେ ଲାଗିଲା, କାନ ଶୁଣିବାରେ ଲାଗିଲା। ଏହିପରି ଭାବରେ ଆଉ ମନୁଷ୍ୟ କଣ ହେଲା, ସୃଷ୍ଟି ହେଲା। ତ ଆପଣ ମାନେ କୁହନ୍ତୁ କି ମନୁଷ୍ୟ ମାଙ୍କଡ ଠାରୁ କଣ ସେ ସୃଷ୍ଟି ହେଇପାରେ କି? ଯଦି ସଦାପ୍ରଭୁ ପରମେଶ୍ୱର ଯଦି ସୃଷ୍ଟି କରି ନଥାନ୍ତେ, ତାହେଲେ ଏମିତି ଗୋଟେ ମିରାକଲ କେବେ ମଧ୍ୟ ହେଇନଥାନ୍ତା। ତ ସେଥିପାଇଁ ପ୍ରଭୁଙ୍କର ଲୋକମାନେ ଆଜିର ଏଇ ଅନଲାଇନ ଭିଡିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଜଣେଇଛି କି ମନୁଷ୍ୟ ପ୍ରକୃତରେ କେମିତି ସେ ସୃଷ୍ଟି ହେଲା। ଆଉ ଯେତେବେଳେ ପ୍ରଥମ ମନୁଷ୍ୟ ଆଦମକୁ କଣ କଲେ, ସେ ଘୋର ନିଦ୍ରା କଲେ, ମାନେ ପୁରା ଶୁଆଇ ଦେଲେ। ଯେତେବେଳେ ଅପରେସନ କଲା ବେଳେ ଯେମିତି ଆଉ ଅଚେତା କରିଦିଅନ୍ତି ଇଞ୍ଜେକ୍ସନ ଦେଇକି, ସେମିତି ପୁରା ଘୋର ନିଦ୍ରା କରାଇଲେ। ପୁରା ସେ କଣ ହେଲା, ଶୋଇ ପଡିଥିଲା। ସେଇ ସମୟରେ କଣ ହେଲା, ତ ଦେଖନ୍ତୁ ସେଇ ପଦ ବି ଆମେ ପଢିଦେବା। ତ 2 ପର୍ବର ତାର 21 ପଦରେ ଏଠି ଲେଖା ହେଇଛି, ଦେଖନ୍ତୁ। ପ୍ରଥମେ ଯେତେବେଳେ ଆଦମକୁ ବନାଇଲେ, ତାପରେ ଆଉ ଆଦମଙ୍କ ପାଖରେ କଣ ହେଲା ନା, ପଶୁ ପକ୍ଷୀ ଜୀବଜନ୍ତୁ ଗଛ ଲତା ସବୁ କଣ ହେଲା, ଆଉ ପରମେଶ୍ୱର ଆଦମଙ୍କ ନିକଟକୁ ଆଣିଲେ, ଯେ ଆଦମ କାହାକୁ କୋଉ ନା ଦେବ ସେଇ ହିସାବରେ ତାଙ୍କ ପାଖରେ ଆଣିଲେ। ଆଉ ଆଦମ ଯାହାକୁ ଯୋଉ ନା କହିଲେ, ସେଇ ନାଟା ଆଜି ପର୍ଯ୍ୟନ୍ତ ଚାଲିଛି। ଗଛକୁ ଆମେ ଗଛ କହୁଛୁ, ପାଣିକୁ ପାଣି କହୁଛୁ, ସୂର୍ଯ୍ୟକୁ ସୂର୍ଯ୍ୟ କହୁଛୁ। ତ ଏମିତି ବହୁତ ଗୁଡାଏ ଜିନିଷ ଅଛି, ଆମେ ଯାହା ମଧ୍ୟ ଆଉ ଯୋଉଟା କହୁଛୁ ସେଇଟା ଆଜି ପର୍ଯ୍ୟନ୍ତ ଚାଲିଛି। କିନ୍ତୁ ଯେତେବେଳେ ଆଦମ ନାମ ଦେବା ପାଇଁ ଗଲେ, ସେହି ସମୟରେ ତାଙ୍କ ପାଇଁ ଗୋଟେ ଅନୁରୂପ ଆଉ କଣ ଗୋଟେ ନାରୀ ନଥିଲା। ତ ସେଥିପାଇଁ ପରମେଶ୍ୱର କଣ କଲେ, ସେ ଚିନ୍ତା କଲେ କି ଆଦମ ଏକା ରହିବା ଭଲ ନୁହେଁ, ତା ପାଇଁ ଗୋଟେ ସାଙ୍ଗ ଦରକାର, ସାଥୀ ଦରକାର, ଜୀବନର ସାଥୀ ଦରକାର। ତ ସେଥିପାଇଁ କଣ କଲେ, ଆଦମକୁ ଘୋର ନିଦ୍ରାଗ୍ରସ୍ତ କରାଇଲେ। ତ ସେଥିପାଇଁ ଆଉ ଆଦମକୁ କଣ କଲେ, ଘୋର ନିଦ୍ରାରେ ଆଉ କଣ କଲେ, ତାକୁ ଶୁଆଇଲେ। ତାପରେ ଏଠି ଦେଖନ୍ତୁ, ଆମେ ପଢିବା ସେଇ ପଦଟା। ଆଉ ଆଦି ପୁସ୍ତକ 2 ପର୍ବ ତାର 21 ପଦରେ ଲେଖାଯାଏ, ଅନନ୍ତର ସଦାପ୍ରଭୁ ପରମେଶ୍ୱର ଆଦମଙ୍କୁ ଘୋର ନିଦ୍ରାଗ୍ରସ୍ତ କରାଇ ସେହି ନିଦ୍ରା ସମୟରେ ତାଙ୍କର ଖଣ୍ଡେ ପଞ୍ଜର ନେଇ ମାଂସ ଦ୍ୱାରା ସେହି ସ୍ଥାନ ପୂରଣ କଲେ। ଆଉ ସଦାପ୍ରଭୁ ପରମେଶ୍ୱର ଆଦମଙ୍କ ଠାରୁ ଯେଉଁ ପଞ୍ଜର ଖଣ୍ଡିକ ନେଲେ, ତଦ୍ୱାରା ଏକ ସ୍ତ୍ରୀ ନିର୍ମାଣ କରି ଆଦମଙ୍କ ନିକଟକୁ ଆଣିଲେ। ତହୁଁ
ଆଦମ କହିଲେ ଏଥର ହେଲା। ଦେଖନ୍ତୁ ଯେତେବେଳେ ଆଉ ଆଦମ ସମସ୍ତଙ୍କୁ ଦେଖିଲା କି ଯୋଡି ଯୋଡି ଦି ଜଣ ଅଛନ୍ତି, କିନ୍ତୁ ମୋ ପାଇଁ ଆଉ ଆମେ 2 ଜଣ ନୁହଁ, ମୁଁ ଜଣେ ଅଛି। ତ ଯେତେବେଳେ ପରମେଶ୍ୱର କଣ କଲେ ଆଉ ନାରୀକୁ ନିର୍ମାଣ କଲେ, ତାର ପଞ୍ଜର ଆଉ ହାଡ ନେଇକି କଣ କଲେ ଆଉ ଗୋଟିଏ ନାରୀ ସୃଷ୍ଟି କଲେ, ଯୋଉଟା କି ଆମେ ହବା ବୋଲି କହୁ। ତ ନାରୀ ଯେତେବେଳେ ସୃଷ୍ଟି କଲେ ଆଉ ତାଙ୍କ ପାଖକୁ ଆଣୁଛନ୍ତି, ସେଇ ସମୟରେ ଆଦମ ଦେଖିକି କଣ କହୁଛନ୍ତି ନା ଏଥର ହେଲା ବୋଲି କହିଲେ। ତ ତାପରେ ଏଠି ଏ ମୋହର ଅସ୍ଥିର ଅସ୍ଥି ଓ ମାଂସର ମାଂସ, ଏହାର ନାମ ନାରୀ, ଯେହେତୁ ଏ ନର ଠାରୁ ନେତା ହୋଇଅଛି। ତାପରେ 24 ପଦରେ ଦେଖନ୍ତୁ, ଏ ନିମନ୍ତେ ମନୁଷ୍ୟ ଆପଣା ପିତାମାତାଙ୍କୁ ଛାଡି ଆପଣା ଭାର୍ଯ୍ୟା ଠାରେ ଆସକ୍ତ ହେବ, ଆଉ ସେମାନେ ଏକାଙ୍ଗ ହେବେ। ତ ଦେଖନ୍ତୁ ଯେତେବେଳେ ପୁଅ ଝିଅ ମାନେ ଭଲ ପାପି ହୁଅନ୍ତି, ବାପା ମାଙ୍କର କଥା ଆଉ ସେମାନଙ୍କୁ ମନେ ପଡେ ନାହିଁ। ଝିଅ ହଉ କିମ୍ବା ପୁଅ ହଉ, ସେମାନେ କଣ କରନ୍ତି, ସେ ଦୁହେଁ ହିଁ ସବୁ କିଛି ବୋଲି ସେମାନେ ଭାବନ୍ତି। ଆଉ ବାପା ମାଙ୍କର କଥାକୁ ପଛରେ ପକାଇକିରି ସେମାନେ କଣ କରନ୍ତି, ଆଉ ସେମାନେ ଫେରାର ହେଇଯାଆନ୍ତି। ଦୁହେଁ ଦୁହେଁଙ୍କୁ ସେମାନେ ପାଇବା ପାଇଁ ଫେରାର ହେଇଯାଆନ୍ତି। ବହୁତ ଗୁଡାଏ ଆଉ ବଡ ବଡ ବିଷୟ ମଧ୍ୟ ସେମାନେ ଆକ୍ସନ ନେଇ ପାରନ୍ତି, କାହିଁକି ତାଙ୍କୁ ପ୍ରେମ ବାନ୍ଧି ଦେଇଛି। ତ ସେଥିପାଇଁ ବାଇବେଲରେ ସେଟା ଅଲରେଡି ଆଗରୁ ଲେଖା ହେଇଛି କି ଏମାନେ କଣ ହେବେ, ପିତା ମାତାଙ୍କୁ ଛାଡିକି ଏମାନେ 2 ଜଣ ଏକା ହେଇଯିବେ, ଆଉ ଏମାନେ ଏକାଙ୍ଗ ମାନେ ଗୋଟିଏ ଅଙ୍ଗ ହେବେ ବୋଲି ଆଉ ଏଠି ବାଇବେଲରେ ଆମେ ଦେଖିପାରୁଛୁ। ତ ସ୍ୱାମୀ ସ୍ତ୍ରୀ 2 ନୁହନ୍ତି, ଏକ, ବାଇବେଲ ଅନୁଯାୟୀ। ତ ସେ ମନୁଷ୍ୟର ସୃଷ୍ଟି ଏଇ ପ୍ରକାର ହେଇଛି। ଆଉ ସଦାପ୍ରଭୁ ପରମେଶ୍ୱର କଣ କଲେ, ମନୁଷ୍ୟକୁ ସୃଷ୍ଟି କରି ଅଛନ୍ତି, ଆଉ କେହି ମଧ୍ୟ ସୃଷ୍ଟି କରି ନାହାନ୍ତି। ତ ଏଇ ଅଳ୍ପ ବାକ୍ୟରେ, ଏଇ ଅଳ୍ପ ଆଲୋଚନାରେ ପ୍ରଭୁ ଆମ ସମସ୍ତଙ୍କୁ, ଆପଣଙ୍କୁ ଆଉ ମତେ ପ୍ରଚୁର ରୂପେ ଆଶୀର୍ବାଦ କରନ୍ତୁ। ଆମେନ୍।